ବିଜୁ ଜନତା ଦଳର 27ତମ ପ୍ରତିଷ୍ଠା ଦିବସ ଅବସରରେ ନରେନ୍ଦ୍ର କୋଣ ସ୍ଥିତ ଜିଲ୍ଲା ବିଜୁ ଜନତା ଦଳ କାର୍ଯ୍ୟାଳୟରେ ଏକ ସଭା ଅନୁଷ୍ଠିତ ହୋଇଯାଇଛି। ଏଥିରେ ବିଜୁ ଜନତା ଦଳ, ବିଜୁ ଯୁବ ଜନତା ଦଳ, ବିଜୁ ମହିଳା ଜନତା ଦଳ ଓ ବିଭିନ୍ନ ସାମୁଖ୍ୟର ସଦସ୍ୟମାନେ ବହୁ ସଂଖ୍ୟାରେ ଯୋଗ ଦେଇଥିଲେ। ଏଥିରେ ରାଜ୍ୟ ବିଜୁ ଜନତା ଦଳର ଡିଜିଟାଲ ସେଲର ମୁଖ୍ୟ ସୁବ୍ରତ କୁମାର ଛାଟୋଇ ଯୋଗ ଦେଇଥିଲେ। ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲୋକାଭିମୁଖୀ କାର୍ଯ୍ୟ ରାଜ୍ୟକୁ କିପରି ସମୃଦ୍ଧ କରିଛି ଓ ଆଗାମୀ ଦିନରେ ରାଜ୍ୟକୁ ନବୀନ ଓଡ଼ିଶାରେ ରୂପାନ୍ତରିତ କରିବା ଦିଗରେ ଆଲୋଚନା ହୋଇଥିଲା। ଦଳର ତୃଣମୂଳ ସ୍ତର ସଂଗଠନକୁ ସୁଦୃଢ଼ କରି ପୁରୀ ସଦର ନିର୍ବାଚନ ମଣ୍ଡଳୀକୁ ଆସନ୍ତା ନିର୍ବାଚନରେ ବିଜୟ କରିବା ପାଇଁ ସଂକଳ୍ପ କରାଯାଇଥିଲା। ଏହି ଅବସରରେ ରାଜ୍ୟ ଯୁବ ଉପସଭାପତି ସୁନୀଲ ମହାନ୍ତି ଓ ସୁଭାଶିଷ ଖୁଣ୍ଟିଆ, ସୁରେନ୍ଦ୍ରନାଥ ଦାସ, ସବ୍ୟସାଚୀ ମହାପାତ୍ର, ଶ୍ରୀପ୍ରକାଶ ମିଶ୍ର, ଦିବାକର ପାତ୍ର, ନାରାୟଣ ପଟ୍ଟନାୟକ, ଭକ୍ତଚରଣ ଦାସ, କୃଷ୍ଣଚନ୍ଦ୍ର ପଣ୍ଡା, ଶାନ୍ତିଲତା ପ୍ରଧାନ, ଏ ବିଶ୍ୱନାଥ ରାଓ, ଘନଶ୍ୟାମ ମର୍ଦ୍ଦରାଜ, ବାବୁଲା ପ୍ରସାଦ, ଏନ୍ ବଳରାମ ରେଡ୍ଡି, ପ୍ରୀତମ ଜଗଦେବ, ରଞ୍ଜିତା ମହାନ୍ତି, ସୁଚିସ୍ମିତା ସାହୁ, ବିଭୂତି ଭୂଷଣ ସେଠୀ, ସୁମନ୍ତ ସାହୁ, ହରିହର ପାଢ଼ୀ, ବୀରେନ୍ଦ୍ର ଭୂଷଣ ହୋତା, ନୀଳକଣ୍ଠ ନାୟକ, ବିଜୟକୃଷ୍ଣ ବ୍ରହ୍ମା, ଦେବରାଜ ସାହୁ, ସରୋଜ ନାୟକ, ରମେଶ ନାରାୟଣ ପ୍ରହରାଜ, ରାଧାରମଣ ସ୍ୱାଇଁ, ବାପିନୀ ଶତପଥୀ, ମଧୁସୂଦନ ନନ୍ଦ, ସୁବାସ ସ୍ୱାଇଁ, ରମେଶ ବେହେରା, ସୁଧାଂଶୁ ଶେଖର ମହାନ୍ତି, ଅମୃତ ମିଶ୍ର, ତାପସ ପଟ୍ଟନାୟକ, ରାଜେଶ ରଥ, ସୁଧାଂଶୁ ଚନ୍ଦ୍ର ସାହୁ, ରବୀନ୍ଦ୍ର ବାରିକ, ଦାମୋଦର ସେଠୀ, ପିତବାସ ନାୟକ, କାର୍ତ୍ତିକ ପଣ୍ଡା, ଶାନ୍ତିଲତା ସେଠୀ, ପ୍ରଦୀପ୍ତ ଭାନୁ ଘଟୁଆରୀ, ମାନସ କୁମାର ସୁବୁଦ୍ଧିଙ୍କ ସମେତ ପୁରୀ ସଦର ନିର୍ବାଚନ ମଣ୍ଡଳୀର ସମସ୍ତ ନେତୃବୃନ୍ଦ ଓ ଶତାଧିକ କର୍ମୀ ଉପସ୍ଥିତ ଥିଲେ। ମାନେ ବସିକି ତାକୁ ସମାଧାନ କରନ୍ତି। ଯାହା ବି ଏଠି ଥିଲା ସେ ସବୁର ସମାଧାନ ହେଇସାରିଛି। ଆମର ନବୀନ ନିବାସରେ ସେ ସବୁ ସମାଧାନ ହେଇସାରିଛି। ଆଜି ମଧ୍ୟ ଏଠି ବାର୍ତ୍ତା ଦିଆଗଲା ଯେ ବିଜୁ ଜନତା ଦଳ ଗୋଟିଏ ପରିବାର, ପୁରୀ ସଦର ନିର୍ବାଚନ ମଣ୍ଡଳୀରେ ଗୋଟିଏ ବିଜୁ ଜନତା ଦଳ ଏକାଠି ହେଇକରି ଚାଲିବେ। ଆମର ସୁନୀଲ ଭାଇ, ଲକ୍ଷ୍ମୀ ଭାଇ ସେମାନେ ଏକାଠି ହେଇକି ସାଙ୍ଗ ହେଇକି କାମ କରିଛନ୍ତି। ପ୍ରତିବର୍ଷ ଭଳି ବିଜୁ ଜନତା ଦଳ ମଧ୍ୟ ଏହି ବର୍ଷ ପ୍ରତିଷ୍ଠା ଦିବସ ପାଳନ କରିଛି। ଦୁଃଖର ବିଷୟ, ଆମ ଗହଣରେ ମୋ ପୂଜ୍ୟ ବାପା ଆଜି ମହେଶ୍ୱର ମହାନ୍ତି ଆଜି ନାହାନ୍ତି ଆମ ଭିତରେ। ତାଙ୍କର ସ୍ମୃତି ନେଇ ଆମେ ଆଗକୁ ବଢ଼ୁଛୁ। ତାଙ୍କର ଚଲାପଥ, ତାଙ୍କ କାର୍ଯ୍ୟଧାରା ନେଇ ଆଗକୁ ବଢ଼ୁଛୁ। ଏବଂ ସବୁବେଳେ ମୁଁ କହି ଆସୁଥିଲି ବିଜୁ ଜନତା ଦଳ ଏକ ଥିଲା, ଏକ ଅଛି, ଏକ ରହିବ। ସେହିପରି ଓଡ଼ିଶା ମୋ ପରିବାର ପୁରୀ ଜିଲ୍ଲାର ସଂଯୋଜକ ତଥା ବିଜୁ ଯୁବ ଜନତା ଦଳର ଉପସଭାପତି ସୁଭାଶିଷ ଖୁଣ୍ଟିଆଙ୍କ ନେତୃତ୍ୱରେ ଗୋପବନ୍ଧୁ ଆୟୁର୍ବେଦିକ ମେଡିକାଲ କଲେଜ ପରିସରରେ ଏକ ବିଶାଳ ରକ୍ତଦାନ ଶିବିର ଆୟୋଜନ କରାଯାଇଥିଲା। ବିଜୁ ଜନତା ଦଳର ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଭିଡିଓ କଲ୍ ମାଧ୍ୟମରେ ଉଦ୍ଘାଟନ କରିଥିଲେ। ବିଜୁ ଜନତା ଦଳର ଆଜି ପ୍ରତିଷ୍ଠା ଦିବସ। ଏହି ପ୍ରତିଷ୍ଠା ଦିବସ ଅବସରରେ ଗୋପବନ୍ଧୁ ଆୟୁର୍ବେଦିକ ମହାବିଦ୍ୟାଳୟଠାରେ ଓଡ଼ିଶା ମୋ ପରିବାର ଆନୁକୂଲ୍ୟରେ ଆଜି ରକ୍ତଦାନ ଶିବିର ଆୟୋଜନ କରାଯାଇଛି। ରକ୍ତ ଭଣ୍ଡାର ମାନଙ୍କରେ ଯେଉଁ ରକ୍ତ ଅଭାବ ଦେଖା ଦେଇଥିଲା ତାକୁ ଦୂର କରିବା ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ। ତେଣୁ ପ୍ରତ୍ୟେକ ବର୍ଷ 1 ଲକ୍ଷ ୟୁନିଟ୍ ଆମେ ରକ୍ତ ଓଡ଼ିଶା ମୋ ପରିବାରରୁ ବ୍ଲଡ୍ ବ୍ୟାଙ୍କ ମାନଙ୍କୁ ଦେଉଛୁ। ତେଣୁ ରକ୍ତ ଅଭାବକୁ ଦୂର କରିବା ପାଇଁ ଆଜି ଗୋଟେ ଯେହେତୁ ବିଜେଡିର ଫାଉଣ୍ଡେସନ ଡେ, ତେଣୁ ବିଜେଡିର ଫାଉଣ୍ଡେସନରେ ବିଜୁ ଜନତା ଦଳର ପ୍ରତିଷ୍ଠା ଦିବସ ଅବସରରେ ଯୁବକ ମାନେ, ସାଥୀ ମାନେ, ମା ମାନେ, ମୁରବୀ ମାନେ ସମସ୍ତେ ଆଜି ଏକାଠି ହୋଇଛନ୍ତି। କ୍ୟାମେରା ପର୍ସନ ରବି ଜେନାଙ୍କ ସହ ସୁଧାଂଶୁ କରଙ୍କ ରିପୋର୍ଟ, ତୀର୍ଥକ୍ଷେତ୍ର ଲାଇଭ୍।